ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ସମସ୍ତ ଚାଷୀ ଭାଇ ଭଉଣୀମାନେ ଯେଉଁମାନେ ପିଏମ୍ କିଷାନ ଯୋଜନାର ସହାୟତା ରାଶି ପାଉଛନ୍ତି ଏବଂ ଆପଣମାନେ ଚାଷ କାମ କରିବା ପାଇଁ ଗୋଟେ ଚାଷୀ ଲୋନ୍ ବା କୃଷି ଲୋନ୍ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣମାନେ ଏହି ଭିଡ଼ିଓକୁ ଜମାରୁ ସ୍କିପ୍ କରନ୍ତୁ ନାହିଁ। କାରଣ ଦେଖନ୍ତୁ ପିଏମ୍ କିଷାନ ଯୋଜନା ଅଧୀନରେ ଯେଉଁ ଚାଷୀ ଭାଇ ଭଉଣୀମାନେ କୃଷି ଲୋନ୍ ନେବା ପାଇଁ ଚାହୁଁଛନ୍ତି, ସେମାନଙ୍କ ପାଇଁ ପ୍ରତ୍ୟେକ ବ୍ୟାଙ୍କରେ କେସିସି ବା କିଷାନ କ୍ରେଡିଟ୍ କାର୍ଡର ଯାହାକି ବ୍ୟବସ୍ଥା ରହିଛି। ତ এই କିଷାନ କ୍ରେଡିଟ୍ କାର୍ଡରେ ଯଦି ଆପଣମାନେ ଲୋନ୍ ନେଉଛନ୍ତି, ତାହେଲେ ସବୁ ବ୍ୟାଙ୍କରେ ଆପଣମାନଙ୍କୁ ଏଗ୍ରିକଲଚର ଲୋନ୍ ମିଳିପାରିବ। ତ କିଷାନ କ୍ରେଡିଟ୍ କାର୍ଡରେ ଲୋନ୍ ନେଲେ ବ୍ୟାଙ୍କ ଯଦି ଆମେ ଦେଖିବା, ବ୍ୟାଙ୍କ ବର୍ତ୍ତମାନ 7% ଯୋଉଟାକି ଆପଣମାନଙ୍କୁ ସୁଧର ହାରରେ ଲୋନ୍ ପ୍ରଦାନ କରିବ ଏବଂ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏଥିରେ ଆପଣମାନେ ଲୋନ୍ ନେଇପାରିବେ। ତା ଉପରେ ସରକାର ଆପଣମାନଙ୍କୁ 3% ଯୋଉଟାକି ସବସିଡି ବା ରିହାତି ଦେବେ। ଏହା ସହିତ ଯଦି ଆପଣମାନେ କେସିସି କାର୍ଡ କରୁଛନ୍ତି, ଓଡ଼ିଶା ସରକାରଙ୍କ ତରଫରୁ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା କୌଣସି ସୁଧରେ ଆପଣମାନଙ୍କୁ ଲୋନ୍, ଯୋଉଟାକି କୋଅପରେଟିଭ ବ୍ୟାଙ୍କ ମାନଙ୍କରେ ବା ଆପଣମାନଙ୍କର ସମବାୟ ସମିତିରେ ଯେଉଁ ସୁସାଇଡ୍ ଅଫିସ୍ ରହିଛି ସେଥିରେ ମଧ୍ୟ ଲୋନ୍ ଆପଣମାନେ କେସିସି କାର୍ଡ ମାଧ୍ୟମରେ ନେଇପାରିବେ। ତେଣୁ ଯଦି ଆପଣମାନେ ବର୍ତ୍ତମାନ କୃଷି ଲୋନ୍ ନେବା ପାଇଁ ଚାହୁଁଛନ୍ତି ଏବଂ କିଷାନ କ୍ରେଡିଟ୍ କାର୍ଡ ଆପଣମାନଙ୍କ ପାଖରେ ନାହିଁ, ତାହେଲେ ବର୍ତ୍ତମାନ ଆପଣମାନେ ନିଜ ବ୍ୟାଙ୍କରେ ଯେକୌଣସି ବ୍ୟାଙ୍କରେ ଯଦି ଆକାଉଣ୍ଟ ଅଛି, ତାହେଲେ କିଷାନ କ୍ରେଡିଟ୍ କାର୍ଡ ପାଇଁ ଆପଣମାନେ ଆବେଦନ କରିପାରିବେ। ତେଣୁ ଆସନ୍ତୁ ଆଜିର ଏହି ଭିଡ଼ିଓରେ ଆପଣମାନେ କେମିତି କିଷାନ କ୍ରେଡିଟ୍ କାର୍ଡ ଆବେଦନ କରିବେ, ଏହାର ଆବେଦନ କରିବା ଦ୍ୱାରା ଆପଣମାନଙ୍କୁ କ'ଣ କ'ଣ ବେନିଫିଟ୍ ମିଳିବ, ସେ ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲରେ ସେଟ୍ କରିଦେବେ। ତ ଦେଖନ୍ତୁ, ଚାଷୀଟିଏ ଯେତେବେଳେ ତାର ଚାଷ କାମ ପାଇଁ କୌଣସି ଲୋନ୍‌ର ଆବଶ୍ୟକତା କରୁଛି, ତାହେଲେ ସାଧାରଣତଃ ଆପଣମାନେ ଯଦି ପର୍ସନାଲ ଲୋନ୍ ନେଉଛନ୍ତି, ତାହେଲେ ତା ଉପରେ ଆପଣମାନଙ୍କୁ ଇଣ୍ଟରେଷ୍ଟ ଯୋଉଟାକି ଅଧିକ ପଡୁଛି ଏବଂ ଯଦି ଆପଣମାନେ ପ୍ରାଇଭେଟ ସଂସ୍ଥାରୁ କୌଣସି ଗ୍ରୁପ ଲୋନ୍ ନେଉଛନ୍ତି ବା କୌଣସି ଲୋନ୍ ନେଉଛନ୍ତି, ସେଥିରେ ଯେଉଁ ଇଣ୍ଟରେଷ୍ଟ ଆପଣମାନଙ୍କୁ ଯାହାକି ପରବର୍ତ୍ତୀ ସମୟରେ ବହୁତ କିଛି ଅସୁବିଧାରେ ପକାଉଛି। ତେଣୁ ଆପଣମାନେ ଯଦି ପିଏମ୍ କିଷାନ ଯୋଜନାର ହିତାଧିକାରୀ ଅଟନ୍ତି, ତାହେଲେ କେସିସି ଲୋନ୍ ବର୍ତ୍ତମାନ ଆପଣମାନେ ଆବେଦନ କରିପାରିବେ। ତେଣୁ କେସିସି ଲୋନ୍ ଆବେଦନ କରିବା ପାଇଁ ହେଲେ ଦେଖନ୍ତୁ, ପିଏମ୍ କିଷାନ ୱେବସାଇଟରେ ଆପଣମାନଙ୍କ ପାଇଁ ଗୋଟେ ଅପସନ୍ ରହିଛି, ଡାଉନଲୋଡ୍ କେସିସି ଫର୍ମ। ଆପଣମାନେ କିଷାନ କ୍ରେଡିଟ୍ କାର୍ଡର ଯୋଉଟାକି ଫର୍ମ ଆବେଦନ କରିବା ପାଇଁ ପଡ଼ିବ। ତ ସେଇ ଫର୍ମ ଆପଣମାନେ ଡାଉନଲୋଡ୍ କରିସାରିଲା ପରେ ଦେଖନ୍ତୁ, ଆପଣମାନଙ୍କ ସାମ୍ନାରେ ଏମିତି ଫର୍ମଟି ରହିବ। ତ ଯେକୌଣସି ବ୍ୟାଙ୍କରେ ଆପଣମାନଙ୍କର ଯଦି ଆକାଉଣ୍ଟ ଅଛି, ଆପଣମାନଙ୍କର ଷ୍ଟେଟ୍ ବ୍ୟାଙ୍କ ହଉ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ହଉ ବା ଯେକୌଣସି ବ୍ୟାଙ୍କରେ ଆକାଉଣ୍ଟ ଅଛି, ସେଠି ଆପଣମାନଙ୍କୁ ଦେଖନ୍ତୁ ଏଇଟା ଆପଣମାନଙ୍କର ପିଏମ୍ କିଷାନ ବେନିଫିସିଆରୀ ମାନଙ୍କର ଲୋନ୍ ଆପ୍ଲିକେସନ ଫର୍ମର ଫର୍ ଏଗ୍ରିକଲଚର କ୍ରେଡିଟ୍, ଅର୍ଥାତ୍ ଆପଣମାନଙ୍କର ଯେଉଁ କେସିସି ଲୋନ୍ ପାଇଁ ଆପଣମାନଙ୍କୁ ଏଇ ଫର୍ମ ସବମିଟ୍ କରିବା ପାଇଁ ପଡ଼ିଥାଏ। ତ ଦେଖନ୍ତୁ, ଏଇ ଫର୍ମ ଆପଣମାନେ ନିଜର ବ୍ରାଞ୍ଚରୁ ଯାଇକି କଲେକ୍ଟ କରିପାରିବେ। କଲେକ୍ଟ କଲା ପରେ ଏଠି ଦେଖନ୍ତୁ ପ୍ରଥମେ ରହିଛି ଦି ବ୍ରାଞ୍ଚ ମ୍ୟାନେଜର, ଆପଣମାନଙ୍କର ବ୍ୟାଙ୍କର ନାମ ରଖିବେ। ଯଦି ଆପଣମାନଙ୍କର ଷ୍ଟେଟ୍ ବ୍ୟାଙ୍କରେ ଆପ୍ଲାଏ କରୁଛନ୍ତି, ତାହେଲେ ଏଠି ଲେଖିବେ ଟୁ ଦି ବ୍ରାଞ୍ଚ ମ୍ୟାନେଜର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ। ତାପରେ ଆପଣମାନଙ୍କର ବ୍ରାଞ୍ଚର ନାମ ଲେଖିବେ। ବ୍ରାଞ୍ଚର ନାମ ଲେଖି ସାରିଲା ପରେ ତଳକୁ ଦେଖନ୍ତୁ ଆପଣମାନଙ୍କ ଆଣିବେ ପ୍ରଥମ ଯୋଉଟାକି ଏ ନମ୍ବରଟି ରହିଛି, ତାକୁ ଆପଣମାନେ କିଛି ବି କରିବେନି, ଏଟା ଅଫିସିଆଲ ୟୁଜ୍ ପାଇଁ। ତାପରେ ବି ରେ ଯୋଉଟାକି ରଖନ୍ତି, ଦେଖନ୍ତୁ ଟାଇପ୍ ଅଫ୍ କେସିସି, ଆମାଉଣ୍ଟ ଲୋନ୍ ରିକ୍ୱାର୍ଡ। ତ ଏଠି ଆପଣମାନଙ୍କର କ'ଣ ପାଇଁ ଲୋନ୍‌ଟି ଆବଶ୍ୟକତା ଅଛି, ଦେଖନ୍ତୁ ଯଦି ଆପଣମାନେ ଫାର୍ଷ୍ଟ ଟାଇମ୍ ପାଇଁ କେସିସି ବା କିଷାନ କ୍ରେଡିଟ୍ କାର୍ଡ ଆକ୍ଟିଭ୍ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଫାର୍ଷ୍ଟ ଅପସନରେ କ୍ଲିକ୍ କରିବେ। ଯଦି ପୁରୁଣା ଆପଣମାନଙ୍କର ଅଛି, ତାହେଲେ ଏଠି ଆପଣମାନଙ୍କର ସେକେଣ୍ଡ ଅପସନରେ କ୍ଲିକ୍ କରିବେ। ତ ଯେହେତୁ ଆମେ ଫାର୍ଷ୍ଟ ଆବେଦନ କରିବୁ ବା ଆପଣମାନେ ଯଦି ଫାର୍ଷ୍ଟ କେସିସି କାର୍ଡ ପାଇଁ ଆପ୍ଲାଏ କରୁଛନ୍ତି, ତାହେଲେ ଫାର୍ଷ୍ଟ ଅପସନରେ କ୍ଲିକ୍ କରିଦେବେ। ତାପରେ ରହିଛି ଦେଖନ୍ତୁ ଆମାଉଣ୍ଟ ଅଫ୍ ଲୋନ୍ ରିକ୍ୱାର୍ଡ, ଅର୍ଥାତ୍ ଆପଣମାନଙ୍କୁ କେତେ ଲୋନ୍ ଆବଶ୍ୟକତା ଅଛି। ମୁଁ ଆପଣମାନଙ୍କୁ କହିଲି ଯାହାକି 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏଠି ଆପଣମାନେ ଲୋନ୍ ନେଇପାରିବେ। ତେଣୁ ଆପଣମାନଙ୍କର ଏଠି ଦେଖନ୍ତୁ ଲୋନ୍‌ର ଆମାଉଣ୍ଟ ଆପଣମାନେ ଲେଖିଦେବେ। ଲୋନ୍ ଆମାଉଣ୍ଟ ଲେଖି ସାରିଲା ପରେ ତାପରେ ଦେଖନ୍ତୁ ଏଠି ଗୋଟେ ରହିଛି ଆମର ନେମ୍ ଅଫ୍ ଦି ଆପ୍ଲିକାଣ୍ଟ, ଅର୍ଥାତ୍ ଆପଣମାନେ କଷ୍ଟମର ଯିଏକି ଆବେଦନ କରୁଛନ୍ତି ବା ଯେଉଁ ଫାର୍ମର ଆବେଦନ କରୁଛନ୍ତି, ତାଙ୍କର ନାମ ରଖିବେ। ତାପରେ ଦେଖନ୍ତୁ ରହିଛି ଆକାଉଣ୍ଟ ନମ୍ବର। ଆକାଉଣ୍ଟ ନମ୍ବର ଏଠି ଗୋଟେ ଦେଖନ୍ତୁ ଆପଣମାନଙ୍କ ଷ୍ଟାର ମାର୍କ ଦିଆଯାଇଛି ଯେ ପିଏମ୍ କିଷାନ ବେନିଫିସିଆରୀ, ଅର୍ଥାତ୍ ଆପଣମାନେ ଯଦି ପିଏମ୍ କିଷାନ ବେନିଫିସିଆରୀ ଅଟନ୍ତି, ତାହେଲେ ଯାଇ ଏଠି ଆପଣମାନଙ୍କର ଯୋଉଟାକି ପିଏମ୍ କିଷାନ ଆକାଉଣ୍ଟ ଯୋଉଟାକି ଆପଣଙ୍କର ବାଲାନ୍ସ ଆସୁଛି ବା ଆମର ଯୋଉଟାକି ଆକାଉଣ୍ଟରେ ପଇସା କ୍ରେଡିଟ୍ ରହୁଛି, ସେଇ ଆକାଉଣ୍ଟ ନମ୍ବର ଏଠି ଆପଣମାନଙ୍କୁ ଦେବା ପାଇଁ ପଡ଼ିବ। ଦେଇ ସାରିଲା ପରେ ତାପରେ ଦେଖନ୍ତୁ ଏଠି ଆପଣମାନଙ୍କୁ ଗୋଟେ ଇନ୍ସୁରାନ୍ସ କଥା କୁହାଯାଉଛି। ଗୋଟିଏ ରହିଛି ଦେଖନ୍ତୁ ପିଏମ୍ଏସ୍ବିୱାଇ ବା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଆଉ ପିଏମ୍ଜେଜେବିୱାଇ। ଯଦି ଆପଣମାନେ ଏହି ଯୋଜନାରେ ଆପଣମାନଙ୍କୁ ସାମିଲ କରିନାହାନ୍ତି, ତାହେଲେ ଏଠି ଆପଣମାନେ ଯୋଉଟାକି ଏଠି ଆପଣମାନଙ୍କୁ ନବା ପାଇଁ ପଡ଼ିବ।
କାରଣ ଦେଖନ୍ତୁ ଏଇଟା ରିକଭରି ସମୟରେ ଆପଣମାନଙ୍କର ଯେତେବେଳେ କୌଣସି ଡେଥ୍ ହେଇଯାଉଛି ବା ଯଦି ଜଣଙ୍କର ଡେଥ୍ ହଉଛି, ନର୍ମାଲ ଡେଥ୍ ଉପରେ ଆପଣମାନେ ପିଏମଜେଜେୱାଇରେ 2 ଲକ୍ଷ, ଏକ୍ସିଡେଣ୍ଟାଲ ଡେଥ୍ ଉପରେ ଆପଣମାନଙ୍କର ଯୋଉଟା କି 2 ଲକ୍ଷ ମାତ୍ର ବର୍ଷକୁ ଏଇଟା 12 ଟଙ୍କା ଅଛି, କିନ୍ତୁ ଏଇଟା ବର୍ତ୍ତମାନ ରିଭାଇଜ ହେଇଯାଇଛି। ଗୋଟେ ରହିଛି ଆପଣମାନଙ୍କର 20 ଟଙ୍କା, ଆଉ ଗୋଟେ ରହିଛି ଆପଣମାନଙ୍କର 336 ଟଙ୍କା। ଏଇଟା ମଧ୍ୟ ଆପଣମାନେ ମନେ ରଖିବେ। ତାପରେ ଦେଖନ୍ତୁ ତଳେ ଆପଣମାନଙ୍କର ରହିଛି ଯେ ଯୋଉ ଆମାଉଣ୍ଟ ଆପଣମାନଙ୍କର ଅଟୋମେଟିକ ପ୍ରତ୍ୟେକ ବର୍ଷ କାଟିବ, ତାହା ଆପଣମାନଙ୍କର ପିଏମ୍ କିଷାନର ଯୋଉ ଆକାଉଣ୍ଟଟି ଆପଣମାନଙ୍କର ରହିଛି ସେଥିରୁ କଟିଯିବ। ଗଲା ତାପରେ ଆପଣମାନଙ୍କର ତଳକୁ ଟିକେ ନେବେ, ତଳେ ଦେଖନ୍ତୁ ଡି ନମ୍ବର ଯୋଉଟାକି ରହିଛି, ଯଦି ପୂର୍ବରୁ ଆପଣମାନେ କୌଣସି ଲୋନ୍ କରିଛନ୍ତି, ତାର ଲୋନ୍‌ର ଡିଟେଲ୍ସ ଏଠି ଆପଣମାନେ ଦେବେ। ବ୍ୟାଙ୍କ ହଉ ବା କୋଅପରେଟିଭ ବ୍ୟାଙ୍କ ହଉ ବା ଯେକୌଣସି ସୋର୍ସରୁ ଆପଣମାନେ ଯଦି ଲୋନ୍ ନେଇଛନ୍ତି, ତାର ଡିଟେଲ୍ସ ଦେବେ। ଯଦି ଲୋନ୍ ନେଇନାହାନ୍ତି ତାହେଲେ ସେଠି ଆପଣମାନଙ୍କୁ କୌଣସି ଫିଲ୍ଅପ୍ କରିବା ପାଇଁ ପଡ଼ିବ ନାହିଁ। ତାପରେ ଦେଖନ୍ତୁ ଆଉ ଗୋଟେ ରହିଛି ଇ ନମ୍ବରରେ ଆସିବ, ଯୋଉଟାକି ପର୍ଟିକୁଲାର ଅଫ୍ ଟୋଟାଲ ଲ୍ୟାଣ୍ଡ ହୋଲ୍ଡିଂ ଅଫ୍ ଦି ଆପ୍ଲିକାଣ୍ଟ, ଅର୍ଥାତ୍ ଯେଉଁ କ୍ରପ୍ ପାଇଁ ଆପଣମାନେ ଏଠି ଆବେଦନ କରିବେ ବା ଯେଉଁ ଡିଟେଲ୍ସ ଆପଣମାନେ ଦେବେ, ନିଜର ଜମିର ଡିଟେଲ୍ସ ସେଠି ଆପଣମାନଙ୍କୁ ଦେବା ପାଇଁ ପଡ଼ିବ। ଯେମିତିକି ଆପଣମାନେ କୋଉ ଭିଲେଜ କୋଉଟା ବା ଜମିର ଖାତା ନମ୍ବର, ଆପଣମାନଙ୍କର କେଉଁ ପ୍ରକାର ଜମି ଆପଣମାନେ ନିଜସ୍ୱ ଜମି ଅଛି ବା ଲିଜ୍‌ରେ ନେଇଛନ୍ତି ବା ଆପଣମାନେ ଯୋଉଟାକି ଭାଗ ଚାଷୀ ଅଛନ୍ତି, କେତେ ଏକର ଆପଣମାନଙ୍କର ଚାଷ ହଉଛି, ଖରିଫ ଋତୁରେ ଆପଣମାନେ କେତେ ଚାଷ କରୁଛନ୍ତି, ରବି ଋତୁରେ କେତେ ଚାଷ କରୁଛନ୍ତି, ସବୁ କିଛି ଡିଟେଲ୍ସ ଏଠି ଆପଣମାନେ ଫିଲ୍ଅପ୍ କରିବେ। ତ ଇ ନମ୍ବର ଫିଲ୍ଅପ୍ କରିସାରିଲା ପରେ ତାପରେ ଏଫ୍‌ରେ ଦେଖନ୍ତୁ ରହିଛି କେସିସି, ଏଇଟା ଯୋଉଟାକି ରହିଛି ଆପଣମାନେ ଫିସାରୀ ବା ଆନିମାଲ ହଜବେଣ୍ଡାରୀ, ଯେମିତିକି ଆପଣମାନଙ୍କର ଗାଈ ବା ମଇଁଷି, ଆପଣମାନଙ୍କର ଛେଳି, ମେଣ୍ଢା ଏଇସବୁ ଚାଷ କରୁଛନ୍ତି, ତା ପାଇଁ ମଧ୍ୟ କେସିସି ଲୋନ୍ ନେଇପାରିବେ। ଯଦି ଏଠି ଆପଣମାନେ ନେଉନାହାନ୍ତି ତାହେଲେ ଏଟାକୁ ଆପଣମାନେ କ୍ୟାନସେଲ୍ କରିଦେବେ। ତାପରେ ଜିରେ ଦେଖନ୍ତୁ ରହିଛି, ଏଇଟା ଆପଣମାନଙ୍କର ସିକ୍ୟୁରିଟି ପର୍ପୋଜରେ ଆପଣମାନେ କ'ଣ ଦେବେ? ଦେଖନ୍ତୁ ସିକ୍ୟୁରିଟି ପର୍ପୋଜରେ ଏଠି ଆପଣମାନଙ୍କର ମର୍ଟଗେଜ ହିସାବରେ ଆପଣମାନଙ୍କର ଜମି ଦବା ପାଇଁ ପଡ଼ିବ। ଅର୍ଥାତ୍ ଯଦି ଆପଣମାନେ ପଇସା ରିକଭରି ନ କରିପାରନ୍ତି, ତାହେଲେ ବ୍ୟାଙ୍କ ଆପଣମାନଙ୍କ ଲ୍ୟାଣ୍ଡକୁ ଯାଇକି ତା ପାଖକୁ ଟ୍ରାନ୍ସଫର କରିନବ। ତେଣୁ ଏଇଟା ମଧ୍ୟ ଆପଣମାନଙ୍କ ମର୍ଟଗେଜ ହିସାବରେ ଦେବେ। ସବୁ କିଛି ଫିଲ୍ଅପ୍ କରିସାରିଲା ପରେ ଫାଇନାଲି ଦେଖନ୍ତୁ ଏଠି ଆପଣମାନଙ୍କର ରହିଛି ସିଗ୍ନେଚର। ଏଠି ଆପଣମାନଙ୍କର ଯୋଉଟାକି ଦସ୍ତଖତ କରିବେ ଏବଂ ଏଇ ଫର୍ମକୁ ଆପଣମାନେ ନିଜର ବ୍ୟାଙ୍କରେ ଯୋଉଟାକି ଯାଇକି ସବମିଟ୍ କରିବେ। ତେଣୁ ବ୍ୟାଙ୍କରେ ସବମିଟ୍ କଲା ପରେ ବ୍ୟାଙ୍କ ଅଫିସର ଯେଉଁମାନେ ରହିଛନ୍ତି, ସେମାନଙ୍କର କାମ ହେଲା ଆପଣଙ୍କର ଡକୁମେଣ୍ଟ ଭେରିଫିକେସନ କରିବେ ଏବଂ ଯଦି ଆପଣମାନେ ଏଲିଜିବୁଲ ଅଟନ୍ତି, ତାହେଲେ ଆପଣମାନେ କେସିସି କାର୍ଡ ଯୋଉଟାକି ପାଇପାରିବେ। ବା କିଷାନ କ୍ରେଡିଟ୍ କାର୍ଡ ପାଇଲେ ସେଥିରେ ଆପଣମାନଙ୍କୁ ମାତ୍ର କମ୍ ଇଣ୍ଟରେଷ୍ଟରେ ଯୋଉଟାକି 7% ରହିଛି ଏବଂ ତାପରେ 3% ଆପଣମାନଙ୍କୁ ରିହାତି, ମୋଟ 4% ଆପଣମାନଙ୍କୁ ଯୋଉଟାକି ଇଣ୍ଟରେଷ୍ଟ ଦେଇ ଲୋନ୍ ପାଇପାରିବେ। ତ ଯଦି ଆପଣମାନେ ପିଏମ୍ କିଷାନର ହିତାଧିକାରୀ ଅଟନ୍ତି ଏବଂ କିଷାନ କ୍ରେଡିଟ୍ କାର୍ଡ ବନେଇବା ପାଇଁ ଚାହୁଁଛନ୍ତି, ତାହେଲେ ଏହି ପ୍ରୋସେସରେ ଏହି ଫର୍ମ ଫିଲ୍ଅପ୍ କରି ଆପଣମାନେ କିଷାନ କ୍ରେଡିଟ୍ କାର୍ଡରେ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ନେଇପାରିବେ। ତେଣୁ ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ନିହାତି ଇନଫର୍ମେଟିଭ୍ ଲାଗିଥିବ। ତ ଯଦି ଭିଡ଼ିଓଟି ଭଲ ଲାଗିଛି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଆପଣମାନେ କେସିସି କାର୍ଡ ପାଇଁ ଆବେଦନ କରିବା ପାଇଁ ଚାହୁଁଥିଲେ, ଡେସ୍କ୍ରିପସନରେ ଆମ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ୍ ଅଛି, ସେଠି ଆପଣମାନେ ଜଏନ୍ କରିଦେବେ। ମୁଁ ଆପଣମାନଙ୍କୁ ଏହି ଫର୍ମ ମଧ୍ୟ ସେଠି ପ୍ରୋଭାଇଡ୍ କରିଦେବି। ଧନ୍ୟବାଦ।